ଶୀତ ସକାଳର ସୁନେଲି ଖରାରେ ବୁଲିବାକୁ ତ ଭଲ ଲାଗେ। ଖରାଟା ଯେମିତି ଦେହରେ ପଡ଼େ, ଖରାଠୁ ଭଳିକି ଆଉ କିଛି ବି ଭଲ ଲାଗେନି। ଆମେ ଯାଉ ଗୋଟେ ନଈଟେ ଆମ ରାସ୍ତାରେ ପଡ଼ିଲା, ନଈଟେ ପଡ଼ିଲା, ସୂର୍ଯ୍ୟ କିରଣରେ ବହୁତ ସୁନ୍ଦର। ଆଉ ସୁନ୍ଦର ନଈଟା ଦେଖାଯାଉଥିଲା। ଯେତେବେଳେ ପାଣିରେ ସୂର୍ଯ୍ୟ କିରଣଟେ ପଡୁଛି, ନଈଟା ପୁରା ଯେମିତି ଲାଗୁଛି ହୀରା ଭଳିଆ ପୁରା ପାଣିଟା ଚକଚକ ମାରୁଛି। ଏତେ ସୁନ୍ଦର ଲାଗୁଥିଲା, ଆପଣମାନେ ବି ଦେଖନ୍ତୁ, ନିହାତି ଜାଣିପାରିବେ କେତେ ସୁନ୍ଦର ଲାଗେ। ଯେମିତି ପାଣି ଗୁଡ଼ା ପୁରା ଚକଚକ ମାରୁଛି, ହାଲକା ହାଲକା ଶୀତରେ ସକାଳ ସ୍ପର୍ଶଟା ମନକୁ ଆନନ୍ଦିତ କରିଦେଉଛି। ଆଉ ଶୀତ ସକାଳରେ ଚା କପଟେ ହେଇଗଲେ ଆଉ ତାଠୁ ଭଳିକି ଆଉ କିଛି ବି ଭଲ ଜିନିଷ ନାହିଁ। ଆଉ ଆମେ ଯାଇ ପହଞ୍ଚି ଯାଇଥିଲୁ ଗୋଟେ ରାସ୍ତା କଡ଼ରେ ଚା ଦୋକାନ। ଆଉ ଚା ଦୋକାନଟାରେ ବହୁତ ବଢ଼ିଆ ବି ଚା ମିଳେ। ଆଉ ଚା କପେ କପେ ହେଇଗଲା ଆଉ ବହୁତ ବଢ଼ିଆ ଲାଗିଲା। ଆଉ ଆମେ ତାପରେ ଚା ପିଇ ଦେଇକି ପୁଣି ଆମେ ଆମର ଡେଷ୍ଟିନେସନକୁ ବାହାରିଲୁ। ଆଉ ଚାଟା ମଧ୍ୟ ବହୁତ ଟେଷ୍ଟି ହେଇଥିଲା। ଆଉ ଆପଣମାନେ କୁହନ୍ତୁ, ଏ ଚା ଦୋକାନଟା କୋଉଠି ଅଛି? ନିହାତି ମୋତେ ଜଣେଇବେ। ପୁଣି ଯାଇକି ଆମେ ପହଞ୍ଚି ଯାଇଥିଲୁ କଟକ ଫେମସ୍ ଦହିବରା ଆଳୁଦମ୍ ପାଖରେ। ଆଉ କାହାକୁ ଦହିବରା ଆଳୁଦମ୍ ଭଲ ଲାଗେ, ମୋତେ ନିହାତି କମେଣ୍ଟରେ ଜଣେଇବେ। ଆଉ ମୋ ଚ୍ୟାନେଲ୍ ଯଦି ଭଲ ଲାଗୁଛି, ଗୋଟେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।